ଭାରତର ଶାସ୍ତ୍ରୀୟ ନୃତ୍ୟ କେତେଟା ଶାସ୍ତ୍ରୀୟ ନୃତ୍ୟ ଅଛି? 8ଟି ଶାସ୍ତ୍ରୀୟ ନୃତ୍ୟ ଅଛି। ନୃତ୍ୟର ଉତ୍ପତ୍ତି ଆଉ ପରମ୍ପରା ବିଷୟରେ ପ୍ରଥମେ ଜାଣିବା। ଏହାର ଯୋଉ ମୂଳଦୁଆ କୋଉଠୁ ଏଇଟା ଆସିଛି ସେଟା ହେଲା ନାଟ୍ୟ ଶାସ୍ତ୍ର। ଲେଖିଛନ୍ତି କିଏ? ଭରତ ମୁନି। ଆଉ ଏହି ନାଟ୍ୟ ଶାସ୍ତ୍ରକୁ ହିଁ ପଞ୍ଚମ ବେଦ ବୋଲି ମଧ୍ୟ କୁହାଯାଏ। ଦକ୍ଷିଣ ଭାରତରେ ଦେବଦାସୀ ମାନେ ଏବଂ ଓଡ଼ିଶାରେ ମହାରୀ ମାନେ ମନ୍ଦିରରେ ନୃତ୍ୟ କରୁଥିଲେ। କଣ ହଉଥିଲା ପିଲାମାନେ ଆଗେ ଯେତେବେଳେ ଭାରତର ଏଇ ଶାସ୍ତ୍ରୀୟ ନୃତ୍ୟ ହେଇନଥିଲା ସେ ଟାଇମରେ କଣ ହଉଥିଲା ଯୋଉ ମନ୍ଦିରରେ ପୂଜା ହଉଥିଲା ସେଇଠି ଏଇ ଡ୍ୟାନ୍ସ ମାନେ ହଉଥିଲା। ଏ ଯୋଉ ନୃତ୍ୟ ମାନେ ହଉଥିଲା ସେଇଠି ହଉଥିଲା। ତାପରେ ଧୀରେ ଧୀରେ ସେଟା ରାଜା ମହାରାଜ ପାଖକୁ ଗଲା। ରାଜା ମହାରାଜ ମାନେ କଣ କଲେ ତାକୁ ମନୋରଞ୍ଜନ ହିସାବରେ ବ୍ୟବହାର କଲେ ଆଉ ପରେ ତାକୁ ଶାସ୍ତ୍ରୀୟ ନୃତ୍ୟରେ ପରିଣତ କରିଦେଲେ। ଭାରତନାଟ୍ୟମ ଏଟା କାହାକୁ ରିଲେଟେଡ କୋଉ ଭଗବାନଙ୍କୁ ରିଲେଟେଡ ଅଛି? ସେଟା ଶିବ ଭଗବାନଙ୍କୁ। ଆଉ ଓଡ଼ିଶୀରେ ତମେ ସମସ୍ତେ ଜାଣିଛ ପିଲାମାନେ ଆମ ଓଡ଼ିଶାର ପ୍ରଭୁ ଜଗନ୍ନାଥ। ଏବଂ ମଣିପୁରୀ ହଉଛି ଶ୍ରୀକୃଷ୍ଣ। କଥକ ନୃତ୍ୟ କଣ ହେଇଥିଲା ପିଲାମାନେ ମୋଗଲ ଏବଂ ଅବଧ ଏ ଦୁଇ ଜଣଙ୍କ ଦରବାରରେ ବିକଶିତ ହେଇଥିଲା। କାହାର ମୋଗଲ ଏବଂ ଅବଧର ଦରବାରରେ ବିକଶିତ ହେଇଥିଲା। କୋଉ ନୃତ୍ୟଟା? କଥକ ନୃତ୍ୟଟା। ସଙ୍ଗୀତ ନାଟକ ଏକାଡେମୀ ଏଟା କେବେ ସ୍ଥାପନ ହେଇଥିଲା ପିଲାମାନେ? 1952 ମସିହା ନୂଆଦିଲ୍ଲୀ ଠାରେ ସ୍ଥାପନ ହେଇଥିଲା। ଏହି ସଙ୍ଗୀତ ନାଟକ ଏକାଡେମୀ ହିସାବରେ ଆମର ଯୋଉ ଶାସ୍ତ୍ରୀୟ ନୃତ୍ୟ ଅଛି କେତେ ଅଛି? 8ଟି। କିନ୍ତୁ ସଂସ୍କୃତି ମନ୍ତ୍ରଣାଳୟ ସଂସ୍କୃତି ମନ୍ତ୍ରଣାଳୟରୁ ସେ କହୁଛି କଣ କି 8ଟି ନୁହେଁ ବରଂ 9ଟି ଅଛି। 9ଟି 9 ନମ୍ବରଟି କଣ? ଛଉ। ଛଉ ବି ଗୋଟେ ଶାସ୍ତ୍ରୀୟ ନୃତ୍ୟ କିନ୍ତୁ ସେଟା ଗୋଟେ ସେମି କ୍ଲାସିକାଲ। ତ ଆମେ ଜାଣିବା ଯୋଉ ଆମର 8ଟି ଶାସ୍ତ୍ରୀୟ ନୃତ୍ୟ ଅଛି ସେଟା କଣ କଣ? ପ୍ରଥମେ ପିଲେ ଭାରତନାଟ୍ୟମ। ଭାରତନାଟ୍ୟମ କୋଉଠିକାର? ଏଟା ତାମିଲନାଡୁର। ଓଡ଼ିଶୀର ଓଡ଼ିଶୀ କୋଉଠିକାର? ଓଡ଼ିଶୀ ହଉଛି ଓଡ଼ିଶାର। କଥକଲି କଥକଲି ହଉଛି କେରଳାର। କୁଚିପୁଡି ଆନ୍ଧ୍ରପ୍ରଦେଶର। କଥକ ହଉଛି ୟୁପି। ମଣିପୁରୀ ହଉଛି ମଣିପୁର। ମୋହିନୀଆଟମ କେରଳା। ସତ୍ରିୟା ହଉଛି ଆସାମର। ପ୍ରଥମ ଶାସ୍ତ୍ରୀୟ ନୃତ୍ୟଟି ଅଛି କଣ? ଭାରତନାଟ୍ୟମ। ଏଟା କୋଉଠିକାର? ତାମିଲନାଡୁର। କୋଉଠିକାର ପିଲାମାନେ ଏଟା? ତାମିଲନାଡୁର। ଏଇଟା ତାମିଲନାଡୁର ଏଇଟା। ଏଇ ଶାସ୍ତ୍ରୀୟ ଏ ଯୋଉ ଭାରତନାଟ୍ୟମ ଏଇଟା ହଉଛି ସର୍ବପୁରାତନ ବା ସବୁଠାରୁ ପ୍ରାଚୀନ କୋଉଟା? ଏଇଟା ଭାରତନାଟ୍ୟମଟା। ତାମିଲନାଡୁର କୋଉଠି ଏଇଟା? ତାଞ୍ଜାବୁର ଜିଲ୍ଲାରେ କଣ ହେଇଥିଲା? ସୃଷ୍ଟି ହେଇଥିଲା। ପ୍ରଥମେ ଏହା କଣ ହଉଥିଲା ପିଲାମାନେ? ଏହାକୁ କୁହାଯାଉଥିଲା ସାଦିରାଟମ। ପ୍ରଥମେ ଏହାକୁ ସାଦିରାଟମ ବୋଲି କୁହାଯାଉଥିଲା। ଏଇଟା ଯୋଉ ଷ୍ଟାର୍ଟ ହେଇଥିଲା ପିଲାମାନେ ଏଇଟା କୋଉଠୁ ହେଇଥିଲା? ଚିଦାମ୍ବରମ ମନ୍ଦିର ବୋଲି। ଚିଦାମ୍ବରମ ଏଇଟା କୋଉଠି ଅଛି? ତାମିଲନାଡୁ ଅଛି। ଚିଦାମ୍ବରମ ମନ୍ଦିରରେ କଣ ହଉଥିଲା? ସେଠି ଦେବଦାସୀ ମାନେ ନୃତ୍ୟ କରୁଥିଲେ। ତାପରେ ଧୀରେ ଧୀରେ ଏଇଟା ଭାରତନାଟ୍ୟମ ହେଇଗଲା। ବ୍ରିଟିଶ ଶାସନ ସମୟରେ ପ୍ଲାନ କଣ ହେଇଥିଲା କି 1910 ମସିହାରେ ଏଇ ଯୋଉ ଭାରତନାଟ୍ୟମ ଉପରେ କଟକଣା ଲାଗିଯାଇଥିଲା ପିଲାମାନେ। ତାପରେ କଣ ହେଇଥିଲା? ଧୀରେ ଧୀରେ କିଛି ବର୍ଷ ଗଲା ପରେ ଆମର କିଏ ଇ କୃଷ୍ଣ ଆୟର ଏବଂ ରୁକ୍ମିଣୀ ଦେବୀ ଅରୁଣ୍ଡେଲ ଏଇ ଦି ଜଣ ମିଶିକି କଣ କରୁଥିଲେ? ଏହାର ପୁନରୁଦ୍ଧାନ କରିଥିଲେ ପିଲାମାନେ। ପୁନରୁଦ୍ଧାନ ମାନେ କଣ? ଏହାକୁ ଆଉ ଥରେ ଷ୍ଟାର୍ଟ କରିଥିଲେ। ଆଉ ଆଗକୁ ବଢେଇଥିଲେ। ଆଉ ଗୋଟେ କଥା ମନେ ରଖ ପିଲାମାନେ ଏଇମାନେ କଣ କରୁଥିଲେ? ଚେନ୍ନାଇରେ କଳାକ୍ଷେତ୍ର ଫାଉଣ୍ଡେସନ କରିଥିଲେ। କଳାକ୍ଷେତ୍ର। ଏଇଟା ଏଇ ଯୋଉ ଶୈଳୀଟା ଭାରତନାଟ୍ୟମ ଯୋଉ ଅଛି ଏ ଡ୍ୟାନ୍ସ ଟା କୋଉଥିପାଇଁ ଜଣାଶୁଣାରେ ପିଲାମାନେ? ଫାଷ୍ଟ ହେଲା ତାର ସୌନ୍ଦର୍ଯ୍ୟ, ତାର ସଠିକତା ଏବଂ ଆର ଯୋଉ କାହାଣୀ କହିବାର ଶୈଳୀଟା ବହୁତ ଭଲ। ସେଇଥି ଦୁଇଟି ମୁଖ୍ୟ ସ୍ତମ୍ଭ। ଭାବ ବ୍ୟକ୍ତି ମାନେ ଯୋଉ ଯୋଉ ସେଠି ଯୋଉ ଡ୍ୟାନ୍ସ ସେ ନୃତ୍ୟ ଯୋଉ ହବ ସେ ନୃତ୍ୟ ଯୋଉ ଆମେ ଭାବଟା ଆଦାନ ପ୍ରଦାନ କରିବା ଆମକୁ କେମିତି ଲାଗିବ ସେମାନେ କେମିତି ପ୍ରଦର୍ଶନ କରିବେ ସେଇ ଭାବ ହିସାବରେ ଏହାକୁ ଦି ପ୍ରକାର ପିଲାମାନଙ୍କୁ କୁହାଯାଇଛି। କଣ କଣ? ଭାବ ଆଉ ଗୋଟେ ରସ। ଭାବ ମାନେ କଣ? ଯୋଉଟା କି କଳାକାରଙ୍କ ଦ୍ଵାରା ପ୍ରଦର୍ଶିତ ଅନୁଭବ। ମାନେ କଳାକାର ମାନେ କଣ ସେମାନେ ଅନୁଭବ କରିବେ ସେଇଟା ହଉଛି ଭାବ। ଆଉ ରସ ହଉଛି ଦର୍ଶକ ମାନଙ୍କ ଦ୍ଵାରା କେମିତି ଲାଗିବ ସେଟା। ତାଙ୍କର ଯୋଉ ଭାବନା ସେ ନୃତ୍ୟ ପ୍ରତି କେମିତି ରହିବ ସେଇଟା ହଉଛି ରସ। ଜାଣିଲ କେତେଟା ପିଲାମାନେ? ଭାବ ବ୍ୟକ୍ତ ଦୁଇଟି ତମ କଣ? ଭାବ ଆଉ ରସ। ଭାରତନାଟ୍ୟମ ଷ୍ଟାଇଲ ପିଲାମାନେ ତିନିଟି ଷ୍ଟାଇଲ ଅଛି ଭାରତନାଟ୍ୟମର। କଣ?
ଗୋଟେ ହେଲା ଭାଜୁପୁର, ଆଉ ଗୋଟେ ପାଣ୍ଡାନଲ୍ଲୁର, ଆଉ ଗୋଟେ ତଞ୍ଜାବୁର। ତାପରେ ଦେଖିବା ପିଲାମାନେ ଆମେ କଣ ମାର୍ଗ। ମାର୍ଗ ବୋଲି କଣ, ଏଇଟା ଗୋଟେ ଷ୍ଟେପ ଯୋଉଠି ଆମେ କିଛି ଗୋଟେ ପ୍ରୋଗ୍ରାମ କଲେ କଣ କରୁଛୁ, ଫାଷ୍ଟ ଫାଷ୍ଟ ଟେଣ୍ଟ କରିବା, ତାପରେ ତାକୁ ସଜାଡିବା। ସେଇ ହିସାବରେ ସେ ଯୋଉ ଏଇ ଯୋଉ ଭାରତନାଟ୍ୟମ ହବ, ସେଥିରେ ସେଥିରେ କୋଉ କୋଉ ଷ୍ଟେପ ନିଆଯିବ ପିଲା, ଏଇଟା ସେଇଟା କହୁଛି ମାର୍ଗ। ପ୍ରଥମେ କଣ ହବ ପିଲାମାନେ, ଆଲାରିପୁ, ତାପରେ ଜାତିସ୍ୱରମ୍, ତାପରେ ଶବ୍ଦମ୍, ବର୍ଣ୍ଣମ୍, ପଦ୍ମମ୍, ତିଲ୍ଲାନା ଏବଂ ଶ୍ଲୋକ ମଙ୍ଗଳମ୍। ପିଲାମାନେ ଜାଣିଲ, ଏଇ ସାତଟା ମନେ ରଖିଥାଅ। ଏଇଟା ଏଥିରୁ କ୍ୱେଶ୍ଚିନ୍ ପ୍ରାୟ ପଡେ ପିଲାମାନେ। ତାପରେ ପିଲାମାନେ ଦେଖ, ଏଥିରେ ଯେତେବେଳେ ଏଇ ନୃତ୍ୟ ହୁଏ ଭାରତନାଟ୍ୟମ ଟା, ସେତେବେଳେ କଣ ହୁଏ, ସେଥିରେ ମୁଦ୍ରା ଆଉ ମୁଖ ଭଙ୍ଗୀର ବ୍ୟବହାର କରାଯାଏ। ମୁଦ୍ରା କହିଲେ କଣ ରେ ପିଲାମାନେ, ମୁଦ୍ରା କହିଲେ ହଉଛି ହସ୍ତ ସଂକେତ। ହସ୍ତ ସଂକେତ ଯୋଉ ଆମର ଯୋଉ ନୃତ୍ୟ କରାଯାଏ ଜାଣିଥିବ, ହାତ ଗୁଡା ମୋଡନ୍ତି, ତାପରେ ମୁଖ କଣ ତାଙ୍କର ଯୋଉ ଫେସିଆଲ ଏକ୍ସପ୍ରେସନ ରହିଥାଏ, ସେଇଟା ସେଇଟା ମାନେ ବ୍ୟବହାର କରିକି ଏ ନୃତ୍ୟ ଟା କରନ୍ତି। ତାପରେ ପିଲାମାନେ ଆଉ ଗୋଟେ କଥା, ଏଥିରେ ଯୋଉ ଅଛି ସଙ୍ଗୀତ, ଏଥିରେ କର୍ଣ୍ଣାଟକୀ ସଙ୍ଗୀତ, କର୍ଣ୍ଣାଟକୀ ସଙ୍ଗୀତର ବ୍ୟବହାର କରାଯାଇଛି। ବୁଝିଲେ, ଏ ଯୋଉ ଭାରତନାଟ୍ୟମରେ କୋଉ ସଙ୍ଗୀତ ୟୁଜ କରାଯାଏ, କର୍ଣ୍ଣାଟକୀ ସଙ୍ଗୀତ। ତାମିଲ, ତେଲୁଗୁ ଏବଂ ସଂସ୍କୃତ ଭାଷାରେ এই ଗୀତଟା କଣ ଆଧାରିତ ଥାଏ, এই ଯୋଉ ନୃତ୍ୟଟା ଆଧାରିତ ଥାଏ କୋଉଟା ପିଲାମାନେ, ତାମିଲ, ତେଲୁଗୁ ଏବଂ ସଂସ୍କୃତ ଭାଷାରେ এই ଯୋଉ ଭାରତନାଟ୍ୟମଟା ଏଇଟା ଆଧାରିତ। ତାପରେ ପିଲାମାନେ ଆର ଯୋଉ ମାର୍ଗଦର୍ଶିକା ଯୋଉ ବହିଟି ରହିଛି, କଣ ତାର ନା, ବିନୟ ଦର୍ପଣ। ଏହାକୁ ଲେଖିଛନ୍ତି କି ପିଲାମାନେ, ନନ୍ଦିକେଶ୍ଵର। କିଏ ଲେଖିଛନ୍ତି, ନନ୍ଦିକେଶ୍ଵର। ତାପରେ ପିଲାମାନେ ଦେଖିବା ଇମ୍ପୋର୍ଟାଣ୍ଟ ପର୍ସନ, ମଣି ଦେବୀ ଅରୁଣ୍ଡଲ ରାଜ୍ୟସଭାକୁ ମନୋନୀତ ହେଇଥିବା ପ୍ରଥମ ନୃତ୍ୟ ଶିଳ୍ପୀ। କୋଉ କ୍ଷେତ୍ରରେ, କଳା କ୍ଷେତ୍ରରେ, ନୃତ୍ୟ ଶିଳ୍ପୀରେ କୋଉଥିରେ ପିଲାମାନେ ରାଜ୍ୟସଭାରେ ମନୋନୀତ ହେଇଥିଲେ, କିଏ, ରୁକ୍ମିଣୀ ଦେବୀ ଅରୁଣ୍ଡଲ। ଦି ନମ୍ବର ଦି ନମ୍ବରରେ ହେଲେ ଟି ବାଲା ସରସ୍ୱତୀ, ତାପରେ ଯାମିନୀ କୃଷ୍ଣମୂର୍ତି, ମୃଣାଳିନୀ ସାରାବାଇ, ଅଲାରମ ବଲ୍ଲୀ, ପଦ୍ମମ ସୁବ୍ରମଣ୍ୟମ। ଏ ଯୋଉ ସରି ପିଲାମାନେ, ପଦ୍ମା ସୁବ୍ରମଣ୍ୟମ ଭାରତନାଟ୍ୟମର ଏକ ନୂତନ ଶୈଳୀ, ମାନେ ଆଉ ଗୋଟେ ନୂଆ ଷ୍ଟାଇଲ ପିଲାମାନେ ବିକଶିତ କରିବା ପାଇଁ ଶ୍ରେୟ ଦିଆଯାଏ। କୋଉଥିପାଇଁ, ଏ ଯୋଉ ପଦ୍ମ ସୁବ୍ରମଣ୍ୟମ ଅଛନ୍ତି, ଏ କଣ କରୁଥିଲେ, ଆଉ ଗୋଟେ ନୂଆ ଷ୍ଟାଇଲ ବା ନୂଆ ଶୈଳୀ ବିକଶିତ କରିଥିଲେ। କୋଉଥିର, ଭାରତନାଟ୍ୟମର। ଲୀଲା ସାମସନ, ଲୀଲା ସାମସନ କଣ ଥିଲା, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ତାକୁ 2000 ମସିହାରେ ମିଳିଥିଲା। କାହାକୁ, ଲୀଲା ସାମସନ। ପିଲାମାନେ ଏଇ ଯୋଉ ଯାହା ପଛରେ ମସିହା ଲେଖା ହେଇଥିବ ତାକୁ ଟିକେ ମନେ ରଖିଥିବ, କାହିଁକି ସେଟା ଡାଇରେକ୍ଟ ବି ପଚାରି ଦେଇପାରେ। ସୋନାଲ ମାନସିଂ, ସୋନାଲ ମାନସିଂ ଏହାକୁ କଣ ଦିଆଯାଇଥିଲା ପିଲାମାନେ, ସର୍ବକନିଷ୍ଠ ମାନେ ସବୁଠାରୁ ଛୋଟ ହିସାବରେ ପଦ୍ମଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ଦେଇଥିଲା। କେବେ କେବେ ପଦ୍ମଭୂଷଣ ଦିଆଯାଇଥିଲା 1992 ମସିହାରେ, ଆଉ ପଦ୍ମ ବିଭୂଷଣ ହେଲା 2003 ମସିହାରେ। ମାଲବିକା ସରକାର, ବୈଜୟନ୍ତୀ ମାଲା, ହେମା ମାଲିନୀ, ନଟରାଜ ରାମକୃଷ୍ଣ, ତଞ୍ଜାବୁର କ୍ୱାର୍ଟର, ତଞ୍ଜାବୁର ତଞ୍ଜାବୁର କ୍ୱାର୍ଟର ବୋଲେ ଚାରି ଭାଇ, ଚିନ୍ନୟା, ପୋନ୍ନୈୟା, ଶିବାନନ୍ଦମ, ବାଡିବେଲୁ, ଏ ଚାରି ଜଣଙ୍କୁ କୁହାଯାଏ ତଞ୍ଜାବୁର କ୍ୱାର୍ଟର। ଆଉ ଆମର ଯୋଉ ଲାଷ୍ଟ ରହିଲେ କିଏ ପିଲେ ମାନେ, କିଏ ପିଲାମାନେ ଲାଷ୍ଟ କିଏ ରହିଲେ, ଗୁରୁ କେ କଲ୍ୟାଣମ ପିଲ୍ଲଇ। ଏବେ ପିଲାମାନେ ଆମେ କଣ ଦେଖିବା, କଥକ। କଥକ ଟା କୋଉଠିକାର, ୟୁପିର। କଥକ କୋଉଠିକାର, ୟୁପିର। ମନ୍ଦିର ମାନଙ୍କରେ କଥାକାର ମାନଙ୍କ ଦ୍ଵାରା ରାମାୟଣ ଏବଂ ମହାଭାରତ କଣ କରୁଥିଲେ ପିଲାମାନେ, ମନ୍ଦିର ମାନଙ୍କରେ ଯୋଉ କଥାକାର ମାନେ ଥିଲେ କଣ କହୁଥିଲେ, ସେମାନେ ରାମାୟଣ ମହାଭାରତ କହୁଥିଲେ ପିଲାମାନେ। ସେଇ ରାମାୟଣ ମହାଭାରତର କଥା କହି 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 ସେଇଠୁ କଣ ହେଇଥିଲା, ଏଇ କଥକର ବିକାଶ ହେଇଥିଲା। ତାପରେ ଧୀରେ ଧୀରେ କଣ ହେଇଥିଲା, ଏଇଟା ବ୍ରଜଭୂମିରେ, ବ୍ରଜଭୂମିର ରାସଲୀଳା, ବ୍ରଜଭୂମିରେ ଯୋଉ ରାସଲୀଳା ହୁଏ ସେଇଠି କଣ ହେଇଥିଲା, ମିଶିଥିଲା ଏଇଟା କୋଉଟା, ଏ ଯୋଉ କଥକ ଟା। ଏଥିରେ ରାଧା ଓ କୃଷ୍ଣଙ୍କ ଦିବ୍ୟ ପ୍ରେମକୁ ପ୍ରାଧାନ୍ୟ ଦେଇ, କଥକ କାହା ସହିତ, ରାଧା ଏବଂ କୃଷ୍ଣଙ୍କ ପ୍ରେମକୁ ପ୍ରାଧାନ୍ୟ ଦିଆଯାଇଥିଲା। ଜଟିଳ ଚକର, କଠିନ ପାଦ ଚାଳନା ଏବଂ ପାରସ୍ୟ ପ୍ରଭେଦ ପୋଷାକ, ମାନେ ବାହାର ରାଜ୍ୟର ପୋଷାକ ପିଲାମାନେ, ପାରସ୍ୟ ପୋଷାକ ବାହାର ରାଜ୍ୟର ପୋଷାକ, ତାପରେ ଜଟିଳ ଚକ୍ର ଆଉ କଠିନ ପଦଚାଳନା ଏଥିରେ ସାମିଲ ହଉଥିଲା ପିଲାମାନେ। ପିଲାମାନେ ବ୍ରିଟିଶ ଶାସନ ସମୟରେ ଏହି କଳାର ଅବନତି ଘଟି ଯାଇଥିଲା ପିଲାମାନେ। 20 ଶତାବ୍ଦୀରେ ଲେଡି ଲୀଲା ଶୋଖେ, କାଲକା ପ୍ରସାଦ ମହାରାଜ,
ଏବଂ କୁମୁଦିନୀ ଲାକ୍ଷାଙ୍କ ଭଳି ଅଗ୍ରଦୂତମାନଙ୍କ ଦ୍ୱାରା ଏହା ପୁନରୁଦ୍ଧାର କରାଯାଇଥିଲା। କାହା ଦ୍ୱାରା ପିଲାମାନେ? ପିଲାମାନେ କଣ ଏଥିରେ କଣ ୟୁଜ କରାଯାଏ? ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ ହୋଇଥାଏ। ଦେଖ ପିଲାମାନେ, ଆମେ ଭାରତନାଟ୍ୟମ ପଢିଛେ, ଭାରତନାଟ୍ୟମ ତାମିଲନାଡୁର କୋଉଠିକାର ଭାରତନାଟ୍ୟମ? ତାମିଲର ତାମିଲନାଡୁର ଭାରତନାଟ୍ୟମ। ତାମିଲନାଡୁରେ କଣ ଥିଲା? କର୍ଣ୍ଣାଟକ ସଙ୍ଗୀତ, କର୍ଣ୍ଣାଟକ ସଙ୍ଗୀତ ଥିଲା। କିନ୍ତୁ କଥକରେ କଣ ଅଛି ଏବେ? ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ, ହିନ୍ଦୁସ୍ତାନୀ। ଏହାର ଏଥିରେ ଯୋଉ ବାଦ୍ୟ ଯନ୍ତ୍ର ୟୁଜ କରାଯାଏ କଣ ପିଲାମାନେ? ଏଥିରେ ପ୍ରମୁଖ ହଉଛି ତବଲା। କଣ ପିଲାମାନେ? ତବଲା। ଅନ୍ୟାନ୍ୟ ହାରମୋନିୟମ, ବଂଶୀ ଏସବୁ ଏଥିରେ ଅନ୍ତର୍ଭୁକ୍ତ ଥାଏ ପିଲାମାନେ। ଏଥିରେ ଗୋଟେ ନବରସ ହଉଛି। ନବରସ କଣ? ନଅଟି ଭାବ, ମାନେ ନଅଟା ଭାବକୁ ନେଇକରି ଏଇଟା ଶୈଳୀକୃତ କରାଯାଇଥାଏ ପିଲାମାନେ। କଥକକୁ ପରିବେଷଣ କଲା ଟାଇମରେ ଏକା ମଧ୍ୟ କରିପାରିବେ ଆଉ ଗ୍ରୁପରେ ମଧ୍ୟ କରିପାରିବେ। ଓଡିଶୀ, ଏଥିରେ କଣ ହୁଏ ପିଲାମାନେ? କୋମଳ ଚଳନ ଓ ଜଟିଳ ମୁଖ ଭାବ, ଫେସିଆଲ ଏକ୍ସପ୍ରେସନ ଟା ବହୁତ ଜଟିଳ, କିନ୍ତୁ ଯୋଉ ଚଳନ ମାନେ ଯୋଉ ତାଙ୍କର ଯୋଉ ଚାଳିବାର ଷ୍ଟାଇଲ ଟା ସେଟା କଣ? ବହୁତ କୋମଳ ପିଲାମାନେ। ଅଭିନୟ, ମୁଦ୍ରା ଏବଂ କାହାଣୀ ମାଧ୍ୟମରେ କୋଉଠୁ କଣ ଦେଖ ପିଲାମାନେ? କୃଷ୍ଣ ଲୀଳାକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଥାଏ। ଆମର କୋଣାର୍କ ମନ୍ଦିର ସହିତ ବି ସଂଯୁକ୍ତ ହେଇ ରହୁଛି। ମାଇକେଲ ଜ୍ୟାକସନ ତ ସମସ୍ତେ ଜାଣିଥିବେ ପିଲାମାନେ। ଏଇ ମାଇକେଲ ଜ୍ୟାକସନଙ୍କର ବ୍ଲାକ୍ ବ୍ଲାକ୍ और ହ୍ୱାଇଟ ଭିଡିଓରେ କିରଣ ଏଇ ଆମର ଓଡିଶୀ ନୃତ୍ୟଟା ସ୍ଥାନ ପାଇଥିଲା ପିଲାମାନେ। ଓଡିଶୀ ନୃତ୍ୟରେ କୋଉ କୋଉ ବ୍ୟକ୍ତି ବିଶେଷ ଅଛନ୍ତି ତାକୁ ଟିକେ ଜାଣିବା ପିଲାମାନେ। ପ୍ରଥମେ ରହିଲେ ସଂଯୁକ୍ତା ପାଣିଗ୍ରାହୀ, ସୋନାଲ ମାନସିଂହ, କିରଣ ସେହଗଲ, ସୁଜାତା ମହାପାତ୍ର, ନିହାରିକା ମହାନ୍ତି, ଲୀଲା ମହାନ୍ତି, ମାଧବୀ ମୁଦଗଲ, କାଳୀଚରଣ ପଟ୍ଟନାୟକ, କେଲୁଚରଣ ମହାପାତ୍ର, ରତିକାନ୍ତ ମହାପାତ୍ର, ରଞ୍ଜନା ଗୌର। ଦେଖ ପିଲାମାନେ, ଏଇ ମହାପାତ୍ର, ମାନସିଂହ, ପାଣିଗ୍ରାହୀ, ମହାନ୍ତି, ମୁଦଗଲ, ପଟ୍ଟନାୟକ, ମହାପାତ୍ର, ଏଇଟା ସମସ୍ତେ ଶୁଣୁଥିବ। କାହିଁକି ନା ଏଇ ଯୋଉ ଟାଇଟଲ ଗୁଡା ରହୁଛି ଏଇଟା ଆମ ଓଡିଶାର। ତ ଏବେ ଆମେ ଦେଖିବା ପିଲାମାନେ କୁଚିପୁଡି। କୁଚିପୁଡି କୋଉଠି ହୁଏ ପିଲାମାନେ? କୋଉଠି ହୁଏ? ଆନ୍ଧ୍ରପ୍ରଦେଶରେ କୁଚିପୁଡି ଗ୍ରାମରେ। କୁଚିପୁଡି ଗ୍ରାମ ପିଲାମାନେ, ଆକ୍ଚୁଆଲି ଗାଁର ନାଁ ଥିଲା କୁଚିଲାପୁରମ। ମୁଁ ଏଥିରେ ନୋଟ ଦେଲାରେ ଆଡ କରିଦେବି, କଣ ଥିଲା? କୁଚିଲାପୁରମ। କୁଚିଲାପୁରମ କଣ ଥିଲା ପିଲାମାନେ? କୁଚିଲାପୁରମ। କୁଚିପୁଡି ଗ୍ରାମର ପ୍ରାଚୀନ ବ୍ରାହ୍ମଣ ସମ୍ପ୍ରଦାୟ ଠାରୁ ନିଜର ମୂଳ ଉତ୍ସ ଲାଭ କରିଛି। ମାନେ କଣ ପିଲାମାନେ? ଏଇଟା ସେ ଯୋଉ କୁଚିଲାପୁରମ ଗ୍ରାମରେ ବ୍ରାହ୍ମଣ ରହୁଥିଲେ, ତାଙ୍କର ଦ୍ଵାରା ଆଗରୁ ଯୋଉ ଉତ୍ସଟା ହଉଥିଲା ସେଇଠୁ ଏଇ କୁଚିପୁଡି ନୃତ୍ୟଟା ଆସିଛି ପିଲାମାନେ। ଶ୍ରୀକୃଷ୍ଣ ଏବଂ ସତ୍ୟଭାମା, ପିଲାମାନେ ଦେଖ ଏଇ କୁଚିପୁଡିରେ କିଏ କିଏ ଅଛନ୍ତି? ଶ୍ରୀକୃଷ୍ଣ ଏବଂ ତାଙ୍କ ସ୍ତ୍ରୀ ସତ୍ୟଭାମାଙ୍କ କାହାଣୀ ଉପରେ ଏଟା ଆଧାରିତ ଅଛି। ଆଉ ପିଲାମାନେ ଦେଖ, ସିଦ୍ଧେନ୍ଦ୍ର ଯୋଗୀ ଆଧୁନିକ କୁଚିପୁଡି ଶୈଳୀକୁ ସୁସଂଗଠିତ କରିଥିଲେ। କିଏ କରିଥିଲେ? ସିଦ୍ଧେନ୍ଦ୍ର ଯୋଗୀ। ଏଇ ନାଁଟା ପିଲାମାନେ ମନେ ରଖିଥାଅ। ଏଇଟା ଏଇ ଯୋଉ ଭାମକଳ୍ପମ୍ ପିଲାମାନେ କଣ ଏଇଟା? ଏଇଟା ଆମର ଯୋଉ ସିଦ୍ଧେନ୍ଦ୍ର ଯୋଗୀ ଲେଖିଥିଲେ ଏଇ ଭାମକଳ୍ପମ୍, ଏଇଟା ହିଁ ରିଲେଟେଡ ଅଛି ଆମର କୁଚିପୁଡିରେ। ବିଜୟନଗର ସାମ୍ରାଜ୍ୟର ପୃଷ୍ଠପୋଷକ ଯେତେବେଳେ ଏଟା ଷ୍ଟାର୍ଟ ହେଇଥିଲା ସେ ଟାଇମରେ କାହାର ସଂରକ୍ଷଣ ଥିଲା? ବିଜୟନଗର ସାମ୍ରାଜ୍ୟରେ। ଗଳ୍ପ କହିବା, ସଂଳାପ ଏବଂ କୋମଳ ଅଙ୍ଗଭଙ୍ଗୀର ମିଶ୍ରଣ ଦେଖିବାକୁ ମିଳେ। କଣ ହୁଏ? ଗଳ୍ପ ମଧ୍ୟ କୁହାଯାଏ, କିଛି ବାର୍ତ୍ତାଳାପ ମଧ୍ୟ ହୁଏ ଏବଂ କଣ ଅଙ୍ଗଭଙ୍ଗୀ ମଧ୍ୟ କିଛି ହୁଏ। କୁଚିପୁଡିରେ ନୃତ୍ୟ, ମୂକାଭିନୟ ଏବଂ ଅଭିନୟର ସମନ୍ୱୟ ଘଟିଥାଏ। ପିଲାମାନେ ଏଇ କୁଚିପୁଡି ନୃତ୍ୟଟା ଆମର ଭାଗବତ ମେଳା ପରମ୍ପରା ସହିତ ସମ୍ବନ୍ଧିତ ପିଲାମାନେ। ତାପରେ ଏଥିରେ ଆଉ ଗୋଟେ ୱାର୍ଡ ଆସେ ପିଲାମାନେ, ତରଙ୍ଗମ। ଏଇ ତରଙ୍ଗମ ଟା କଣ? ଏହା କଣ ହଉଛି ପିଲାମାନେ? ଗୋଟେ ଶୈଳୀ, ମାନେ ଯୋଉ ନୃତ୍ୟ ପ୍ରଦର୍ଶନ କରାଯାଏ ସେ ଷ୍ଟାଇଲ, ସେ ଶୈଳୀଟା ହଉଛି ତରଙ୍ଗମ। ନର୍ତ୍ତକୀ ଏକ ପିତ୍ତଳ ଥାଳିରେ କଣ କରନ୍ତି? ପରେ ଚାଲନ୍ତି। କୁଚିପୁଡି ଆର୍ଟସ ଏକାଡେମୀ କୋଉଠି ଅଛି ପିଲାମାନେ? ମାଡ୍ରାସ ଅଛି। କୁଚିପୁଡି ଆର୍ଟସ ଏକାଡେମୀ ମାଡ୍ରାସରେ ଅଛି। ଏହା 1636ରେ ସ୍ଥାପିତ ହୋଇଥିଲା ପିଲାମାନେ। କୁଚିପୁଡି ସହିତ ଜଡିତ ବ୍ୟକ୍ତି ବିଶେଷ କିଏ କିଏ ଅଛନ୍ତି ଆମେ ତା ବିଷୟରେ ଏବେ ଜାଣିବା। ଯାମିନୀ କୃଷ୍ଣମୂର୍ତି, ରାଧାରେଡି, ରାଜା ରେଡି, ସ୍ୱପ୍ନା ସୁନ୍ଦରୀ, ବେଦାନ୍ତ ସତ୍ୟନାରାୟଣ ଶର୍ମା, ଲକ୍ଷ୍ମୀ ନାରାୟଣ ଶାସ୍ତ୍ରୀ,
ବେମ୍ବତି ଚିନା ସତ୍ୟମ୍, ପଦ୍ମଜା ରେଡ୍ଡି, ଭାବନା ରେଡ୍ଡି, ଅପର୍ଣ୍ଣା ରେଡ୍ଡି, ମଲ୍ଲିକା ସାରାଭାଇ, ସୌମିତା ରାଜେଶ ଭାଇ ଶାସ୍ତ୍ରୀ, ସିଦ୍ଧେନ୍ଦ୍ର ଯୋଗୀ। ସିଦ୍ଧେନ୍ଦ୍ର ଯୋଗୀ ତ କୁଚିପୁଡ଼ି ପରମ୍ପରାର ପ୍ରତିଷ୍ଠାତା କିଏ ପିଲାମାନେ? ସିଦ୍ଧେନ୍ଦ୍ର ଯୋଗୀ। ଆଉ ସିଦ୍ଧେନ୍ଦ୍ର କଣ ଲେଖିଥିଲେ? ଭାମକଳ୍ପମ୍। କଥକଲି। କଥକଲି କୋଉଠିକାର ପିଲାମାନେ? କେରଳାର। କଥକଳି ହଉଛି କେରଳାର। କଥକଳି ଏ କଥାରୁ ପିଲାମାନେ କଣ ହଉଛି? କଥା କଥା ଭଳିଆ ଶୁଭୁଛି ନା ନାଇଁ? ଏଇଟା ହଉଛି କଥା ମାନେ କାହାଣୀ। ଏବଂ କଳି କଳି ମାନେ କଣ? ପ୍ରଦର୍ଶନ ବା ଅଭିନୟ ହଉଛି କଳି। କଥା ପ୍ରଦର୍ଶନ ମାନେ କାହାଣୀର କାହାଣୀ ସହିତ ଯୋଉ ଅଭିନୟ କରାଯାଏ ସେଇଟା କୁହାଯାଏ କଥକଳି ପିଲାମାନେ। ଏଥିରେ କୋଉ ବାଦ୍ୟ ବ୍ୟବହାର କରାଯାଏ ପିଲାମାନେ? ଚେଣ୍ଡା। ଚେଣ୍ଡା ଯୋଉ ବାଦ୍ୟଟା ରହିଲା ଚେଣ୍ଡା ବାଦ୍ୟ ଏହାକୁ ଏଥିରେ ବ୍ୟବହାର କରାଯାଏ। କାହାଣୀ ଗୁଡିକ ମୁଖ୍ୟତଃ ଭାରତୀୟ ମହାକାବ୍ୟ କୋଉଥିରେ? ରାମାୟଣ ଏବଂ ମହାଭାରତ ଏବଂ ପୁରାଣରୁ ନିଆଯାଇଛି। କୋଉ କାହାଣୀ ପିଲାମାନେ? ଏ ଯୋଉ କଥକଳିଟା ଏଇଟା କୋଉଠୁ ନିଆଯାଇଛି? ଆମର ଯୋଉ ରାମାୟଣ ମହାଭାରତ ପୁରାଣ ଅଛି ସେଇଥିରୁ ଏଇ କଥକଳି ଅଣାଯାଇଛି। କେବଳ ପୁରୁଷ କଳାକାରଙ୍କ ଦ୍ଵାରା ପରିବେଷଣ କରାଯାଉଥିଲା। ଆଗରୁ କଣ ହଉଥିଲା ପିଲାମାନେ? କେବଳ ପୁରୁଷ ମାନଙ୍କ ପାଇଁ ଏଇଟା ପରିବେଷଣ କରାଯାଉଥିଲା ପିଲାମାନେ। ତାପରେ ଏଥିରେ କଣ ମୁଖା ପିନ୍ଧି ଯାଉଥିଲା ପିଲାମାନେ। ମୁଖାର ବି ବ୍ୟବହାର କରାଯାଉଥିଲା। କଳାସମ। କଳାସମ ବୋଲେ କଣ ପିଲାମାନେ? ଏହା ଏକ ନୃତ୍ୟର ବୈଷୟିକରଣ। କଳାସମ ଏକ ନୃତ୍ୟର ବୈଷୟିକ କ୍ରମ ମାନେ ଏଟାର ସିକ୍ୱେନ୍ସ ପିଲାମାନେ ବୁଝିଲେ କି? ଏହା ନୀରବ ଅଭିନୟ। ଯୋଉଠି କଣ ଥିଲା? ଗୋଟେ ନୀରବ ସାଇଲେନ୍ସ ର ଅଭିନୟ କରବାଟା ଗୋଟେ ସାଇଲେନ୍ସ ଆକ୍ଟିଂ କରବାଟା ଏଟା ଗୋଟେ ଥିଲା। ଏଥିରେ ଯୋଉ ବ୍ୟକ୍ତି ବିଶେଷ କିଏ ଅଛନ୍ତି? ମୃଣାଳିନୀ ସାରାଭାଇ, ଗୋପୀନାଥ କୁଞ୍ଜୁ କୁରୁପ, ମିଲେନା ସାଲଭିନି, ପିଭି ବାଳାକ୍ରିଷ୍ଣନ, ବଳତଲ ନାରାୟଣ ମେନନ, ଉଦୟ ଶଙ୍କର, ଶାନ୍ତା ରାଓ। ଓଡିଶୀର କିଛିଟା ଇମ୍ପୋର୍ଟାଣ୍ଟ ଆଉ କଥକର କିଛିଟା ଇମ୍ପୋର୍ଟାଣ୍ଟ ଆମେ ଛାଡି ଦେଇଥିଲେ। ଆମେ ଏବେ କଭର କରିଦବା ପିଲାମାନେ। ଯୋଉ କଥକର ରିଲେଟେଡ ଯୋଉ ପର୍ସନ ମାନେ ଥିଲେ, ଯୋଉ ବ୍ୟକ୍ତି ବିଶେଷ ଥିଲେ ତାଙ୍କ ବିଷୟରେ ଆମେ ଜାଣିନଥିଲେ ଏଇଠି ଦେଖିନେବା ପିଲାମାନେ। ଶମ୍ଭୁ ମହାରାଜ, ବିରଜୁ ମହାରାଜ, ଲଛୁ ମହାରାଜ। ଦେଖନ୍ତୁ ପିଲାମାନେ ଖାଲି ମହାରାଜ ମହାରାଜ ଆସିଲେ ଜାଣିବ ଯେ ଏଇଟା କଥକ ରିଲେଟେଡ। ଶୋଭନା ନାରାୟଣ, ସୁଖଦେବ ମହାରାଜ, ବିନ୍ଦାଦିନ ମହାରାଜ, ଅଚ୍ଛନ ମହାରାଜ, ସୀତାରାଜ ଦେବୀ, ରୋହିଣୀ ଭାଟେ, ପଣ୍ଡିତ ମୁନ୍ନାଲାଲ ଶୁକ୍ଲା, उमा शर्मा, रोशन कुमारी, माया राव, अनिंदिता नियोगी, पुरुषोत्तम दोधित, नारायण प्रसाद, ईश्वरी प्रसाद, प्रेरणा श्रीमाली, पद्मा शर्मा, नलिनी एवं कमलिनी आस्थाना, गीतांजलि लाल। तो जो इम्पोर्टांट मन रखिबार तथ्य होची पिलाने कोन होतले जो बिरजू महाराज थिले से कोन थिले ଅଛନ ମହାରାଜଙ୍କ ପୁତ୍ର। ଅଛନ ମହାରାଜର ପୁତ୍ର କିଏ ଥିଲେ? ବିରଜୁ ମହାରାଜ। ଏବଂ ଲଛୁ ମହାରାଜଙ୍କ ଭଣଜା। କାର ଭଣଜା? ଲଛୁ ମହାରାଜ। ସେ କଥକର ଲକ୍ଷ୍ନୌ ଘରାଣା ସହିତ କିଏ ପିଲାମାନେ? ବିରଜୁ ମହାରାଜ ଯିଏ କୋଉଠି ଲକ୍ଷ୍ନୌ ଘରାଣା ସହିତ ସମ୍ବନ୍ଧିତ ଥିଲେ। ସେ କାଲକା ବିନ୍ଦାଦିନ ପରିବାର କଣ ଥିଲେ? ସଦସ୍ୟ ଥିଲେ। କାଲକା ବିନ୍ଦାଦିନ ପରିବାରର ସଦସ୍ୟ ଥିଲେ ଆଉ ଲକ୍ଷ୍ନୌ ଘରାଣାର ସହିତ ସମ୍ବନ୍ଧିତ ଥିଲେ ପିଲାମାନେ। ଓଡିଶାର ଆମେ କଣ କଣ ଛାଡି ଦେଇଥିଲେ ପିଲାମାନେ ଦେଖିନେବା ଏବେ। ଓଡିଶା ଆମର ଯୋଉ ଓଡିଶା ରହିଛି ଏଥିରେ ଓଡିଶୀ ହୁଏ। ଏହି ଓଡିଶା ହେଉଛି ପ୍ରାଚୀନ ମନ୍ଦିର ନୃତ୍ୟ। ଆଗରୁ କଣ ଥିଲା? ମନ୍ଦିର ମାନଙ୍କର ନୃତ୍ୟ ସେଟା ମାନେ ପିଲାମାନେ ମୁଁ ଆଗରୁ ବି କହିଦେଇଛି ତମମାନଙ୍କୁ। ଓଡିଶାରେ କଣ ଥିଲା? ଏହା ଏକ ପ୍ରାଚୀନ ମନ୍ଦିର ନୃତ୍ୟ ଥିଲା। କୋଉଟା? ଓଡିଶୀଟା। କୋଉମାନେ କରୁଥିଲେ ନା? ମହାରୀ ମାନେ, ମନ୍ଦିରର ମହିଳା ନର୍ତ୍ତକ। ମହାରୀ ମାନେ କଣ ପିଲାମାନେ? ମାନେ ମନ୍ଦିରର ଜଣେ ଜଣେ ମହିଳା ନର୍ତ୍ତକୀ ପିଲାମାନେ। ଆଗ ତାପରେ ପିଲା ଗୋଟିପୁଅ ପିଲା କଣ? ତାପରେ ପିଲାମାନେ ଗୋଟିପୁଆ କଣ? ଗୋଟିପୁଆ ହେଉଛି କିଶୋର ବାଳକ ମାନେ ଝିଅ ବେଶ ହୋଇ ମାନେ ପୁଅ ମାନେ କଣ ହୁଅନ୍ତି? ଝିଅ ବେଶ ହୋଇ କଣ ହୁଅନ୍ତି? ସେମାନେ ଏଇ ନୃତ୍ୟ ପରିବେଷଣ କରନ୍ତି। ବ୍ରିଟିଶ ଶାସନ ସମୟରେ ଏହି କଳା ହ୍ରାସ ପାଇଥିଲା। କୋଉ କଳା ପିଲାମାନେ? ଓଡିଶୀ କଳାଟା ହ୍ରାସ ପାଇଯାଇଥିଲା। 1950 ଦଶକରେ ଗୁରୁ କେଲୁଚରଣ କେତେ ପିଲାମାନେ? 1950 ଗୁରୁ କେଲୁଚରଣ ମହାପାତ୍ର, ପଙ୍କଜ ଚରଣ ଦାସ ଏବଂ ଗୁରୁ ଦେବ ପ୍ରସାଦ ଦାସ ଯେଉଁମାନଙ୍କୁ ପୁନରୁତ୍ଥାନ ତ୍ରିମୂର୍ତ୍ତି ମଧ୍ୟ କୁହାଯାଏ। କଣ କୁହାଯାଏ ପିଲାମାନେ? ପୁନରୁତ୍ଥାନର ତ୍ରିମୂର୍ତ୍ତି କାହାକୁ କୁହାଯାଏ? ଆମର ଯେଉଁ ଗୁରୁ କେଳୁଚରଣ ମହାପାତ୍ର, ପଙ୍କଜ ଚରଣ ଦାସ ଏବଂ ଗୁରୁଦେବ ପ୍ରସାଦ ଦାସ ଏଇ ତିନି ଜଣଙ୍କୁ କଣ କୁହାଯାଏ? ଏଇ ତିନି ଜଣଙ୍କୁ କୁହାଯାଏ ପୁନରୁତ୍ଥାନର ତ୍ରିମୂର୍ତ୍ତି। ଏହାକୁ ଏମାନେ କଣ କରୁଥିଲେ ପିଲାମାନେ? ପୁନର୍ଜୀବିତ କରିଥିଲେ।
ତ୍ରିଭଙ୍ଗ କଣରେ ପିଲାମାନେ? ତ୍ରିଭଙ୍ଗ ଏକ ନିର୍ଦ୍ଦିଷ୍ଟ ଶାରୀରିକ ଭଙ୍ଗୀ ଯେଉଁଥିରେ ବେକ, ଏଇଟା ମନେ ରଖ ପିଲାମାନେ, ବେକ, ଆଣ୍ଠୁ ଆଉ ଅଣ୍ଟା ଏଇ ତିନି ଯାକ କଣ ପିଲାମାନେ ବଙ୍କା ହେଇଯାଏ, କଣ ତ୍ରିଭଙ୍ଗ କୁହାଯାଏ। ଆମ ଓଡିଶାର ପିଲାମାନେ ତ ସମସ୍ତେ ଜାଣିଥିବ ତ୍ରିଭଙ୍ଗୀ କଣ, ସେଇଟା ହିଁ ତ୍ରିଭଙ୍ଗ ପିଲାମାନେ। ଓଡ଼ିଶୀ ସଙ୍ଗୀତ ହିନ୍ଦୁସ୍ତାନୀ ଏବଂ କର୍ଣ୍ଣାଟକ ସଙ୍ଗୀତର ମିଶ୍ରଣରେ ପ୍ରଦର୍ଶନ କରାଯାଏ। ମୁଖ୍ୟ ତାଳବାଦ୍ୟ ହଉଛି ମାର୍ଦୁଲ। ଆମର କଣରେ ପିଲାମାନେ, ବା ତାଳବାଦ୍ୟ କଣ ପିଲାମାନେ? ମାର୍ଦୁଲ। ମୋହିନୀ ଆଟମ୍ କୋଉଠିକାର ପିଲାମାନେ? ମୋହିନୀ ଆଟମ୍ ହଉଛି କେରଳାର। ମୋହିନୀ ଆଟମ୍ ରେ ଯୋଉ ମୋହିନୀ ରହିଛି, ଏ ମୋହିନୀଟା କିଏ? ମୋହିନୀ ହଉଛି ଭଗବାନ ବିଷ୍ଣୁଙ୍କର ନାରୀ ଅବତାର ପିଲାମାନେ। ମାନେ ଭଗବାନଙ୍କର ଯୋଉ ନାରୀ ରୂପ ଥିଲା, ସେଇ ମୋହିନୀ ରୂପରୁ ମୋହିନୀ ଆଟମ୍ ସୃଷ୍ଟି ହେଇଛି ପିଲାମାନେ। 19ଶହ ଶତାବ୍ଦୀରେ ସୁବର୍ଣ୍ଣ ଯୁଗରେ ପହଞ୍ଚିଥିଲା। କେବେ ପିଲାମାନେ? ଯେତେବେଳେ 19ଶହ ଶତାବ୍ଦୀ ଚାଲିଥିଲା ପିଲାମାନେ, ସେଇ ସମୟଟା ସୁବର୍ଣ୍ଣ ଯୁଗରେ ପହଞ୍ଚିଥିଲା। କୋଉଟା? ମୋହିନୀ ଆଟମ୍ ଟା। ବଲାଥଲ ନାରାୟଣ ମେନନ ଏହାର ଯୋଉ ପୁନରୁଦ୍ଧାର କରିଥିଲେ ପିଲାମାନେ। ଲାସ୍ୟ ଏବଂ କୋମଳତା ଉପରେ ଏଇଟା ଆଧାରିତ ଥାଏ ପିଲାମାନେ। ଲାସ୍ୟ ପିଲାମାନେ କଣ? ଲାସ୍ୟ ମାନେ ସୌନ୍ଦର୍ଯ୍ୟ ପିଲାମାନେ। ସୁଲଭ ସୌନ୍ଦର୍ଯ୍ୟ ହଉଛି, ସୌନ୍ଦର୍ଯ୍ୟକୁ ଲାସ୍ୟ ବୋଲି କୁହାଯାଏ। ଆଉ ଗୋଟେ କୋମଳତା ତ ସମସ୍ତେ ଜାଣିଥିବ। ଲାସ୍ୟ ଆଉ କୋମଳତା ଉପରେ ଆଧାରିତ ଥାଏ କୋଉଟା? ମୋହିନୀ ଆଟମ୍। ଆଉ ଏଥିରେ ପିଲାମାନେ କଷାକୁ ଶାଢୀ ପିନ୍ଧାଯାଏ ପିଲା। କଷାକୁ ଶାଢୀରେ କଣ ହୁଏ ପିଲାମାନେ? ସେ ଯୋଉ ଧଡିଟା ପିଲାମାନେ, ସେଇଟା ସୁନା ରଙ୍ଗରେ ଥାଏ ସେଟା, ପୋଷାକ ଶାଢୀଟା। ବାଦ୍ୟଯନ୍ତ୍ର ଏଥିରେ କଣ ୟୁଜ କରାଯାଏ ପିଲାମାନେ? ଏଡକା, ମୃଦଙ୍ଗମ, ବେହେଲା ଏବଂ ବୀଣା। ବେହେଲା ପିଲାମାନେ ଭାୟୋଲିନ କୁହାଯାଏ ପିଲାମାନେ। ସଙ୍ଗୀତ, ସଙ୍ଗୀତ କଣ ହୁଏ? କର୍ଣ୍ଣାଟକ ସଙ୍ଗୀତ ୟୁଜ କରାଯାଏ। ଯେମିତି ଆମର ଭାରତନାଟ୍ୟମରେ କର୍ଣ୍ଣାଟକ ସଙ୍ଗୀତ ୟୁଜ କରାଯାଇଥିଲା। ପିଲାମାନେ କହିଲେ ଆମର ଓଡିଶାର, ଯୋଉ ଆମ ଓଡିଶାର ଓଡିଶୀ ହୁଏ, ସେଥିରେ କୋଉ ସଙ୍ଗୀତ ୟୁଜ କରାଯାଏ କହିପାରିବ? କର୍ଣ୍ଣାଟକ ସଙ୍ଗୀତ ବି ୟୁଜ କରାଯାଏ, ଆଉ ହିନ୍ଦୁସ୍ତାନୀ ସଙ୍ଗୀତ ମଧ୍ୟ ୟୁଜ କରାଯାଏ। ଦିଟାକୁ ମିକ୍ସ କରିକି ୟୁଜ କରାଯାଏ ପିଲାମାନେ। ବ୍ୟବହାରମାଳା ସଂସ୍କୃତ ଗ୍ରନ୍ଥ, ଯୋଉ ସଂସ୍କୃତ ଗ୍ରନ୍ଥ ରହିଛି ବ୍ୟବହାରମାଳା, এটা କାହା ସହିତ ରିଲେଟେଡ୍ ପିଲାମାନେ? ମୋହିନୀ ଆଟମ୍ ସହିତ ରିଲେଟେଡ୍। ଏଥିରେ ଯୋଉ ଇମ୍ପୋର୍ଟାଣ୍ଟ ପର୍ସନ ମାନେ ଅଛନ୍ତି, ତାଙ୍କ ବିଷୟରେ ଟିକେ ଜାଣିବା। ମହାରାଜା ସତୀ ତିରୁନାଲ, ବଲ୍ଲାଥୋଲ ନାରାୟଣ ମେନନ, କଲାମଣ୍ଡଲମ୍ ପ୍ରତିଷ୍ଠାତା। କିଏ ପିଲାମାନେ? ବଲ୍ଲାଥୋଲ ନାରାୟଣ ମେନନ କଣ କରିଥିଲେ? କଲାମଣ୍ଡଲମ୍ ର ପ୍ରତିଷ୍ଠା କରିଥିଲେ। କୋଉଠି? କେରଳରେ। କଲାମଣ୍ଡଲମ୍ କଲ୍ୟାଣୀକୁଟି ଆମ୍ମା, ସୁନନ୍ଦା ନାୟର, ଗୋପିକା ବର୍ମା, କନକ ରେଲେ, ଜୟପ୍ରଭା ମେନନ, ରାଧା ଦତ୍ତ ମଣିପୁର ସହିତ ରିଲେଟେଡ୍ ପିଲାମାନେ। କୋଉଟା? ମଣିପୁର ସହିତ ରିଲେଟେଡ୍। ଏହା ରାସଲୀଲା ଉପରେ ରାସଲୀଲା ପିଲାମାନେ କି କି? ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ପ୍ରେମ କାହାଣୀ, ବୁଝିଲେ? ସେଇଟାକୁ ରାସଲୀଲା ବୋଲି କୁହାଯାଏ। ଆଉ ସେଇଟାକୁ ଏଇଠି ରିଲେଟେଡ୍ ଥାଏ ମଣିପୁରୀର। ଏହାର ଆଧୁନିକ ପୁନରୁତ୍ଥାନ ରବୀନ୍ଦ୍ରନାଥ ଠାକୁର ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କିଏ ଥିଲେ? ସେ କଣ କରିଥିଲେ? ବିଶ୍ୱଭାରତୀ ବିଦ୍ୟାଳୟରେ ମଣିପୁର ନୃତ୍ୟକୁ ପ୍ରବର୍ତ୍ତନ କରିଥିଲେ। କୋଉଠି? ବିଶ୍ୱଭାରତୀ ବିଦ୍ୟାଳୟରେ ପ୍ରବର୍ତ୍ତନ କରିଥିଲେ ପିଲାମାନେ। କାହାକୁ? ମଣିପୁରୀ ନୃତ୍ୟକୁ। ବୋଲି ଗୋଟେ ପର୍ବ, ଆମର ଯୋଉ ହୋଲି ପର୍ବଟା ଥାଏ ପିଲା, ସେଇ ଟାଇମରେ ଏହାକୁ ବ୍ୟବହାର କରାଯାଏ, ମାନେ ନୃତ୍ୟ କରାଯାଏ। ପୁଂ କଣ ପିଲାମାନେ? ପୁଂ କଣ? ପୁଂ ଏହା ଏକ ପିପା ଆକୃତିର ଢୋଲ। ଏଇଟା ଗୋଟେ ପିଲାମାନେ ଢୋଲ। ପୁଂ ଗୋଟେ କଣ? ଢୋଲ ଗୋଟେ। ତାର ଯୋଉ ଶୈଳୀ ରହିଛି, ଯୋଉ ଷ୍ଟାଇଲ ରହିଛି, କଣ ରହିଛି ପିଲାମାନେ? ଗୋଟେ ହେଲା ଜାଗୋଇ, ଆଉ ଗୋଟେ ହେଲା ଚୋଲମ। ଦିଟା ଶୈଳୀର ରହିଛି। କୋଉଥିର? ମଣିପୁରର। ମଣିପୁରୀର ଦିଟା ଶୈଳୀ ରହିଥାଏ, ଗୋଟେ ଜାଗୋଇ ଆଉ ଗୋଟେ ଚୋଲମ। ତାପରେ ଅନୁଷ୍ଠାନ ପିଲାମାନେ, ଏଇଠି ଯୋଉ ଜବାହରଲାଲ ନେହେରୁ ମଣିପୁରୀ ଡ୍ୟାନ୍ସ ଏକାଡେମୀ, ଏଟା ଇମ୍ଫାଲରେ ଅଛି। ଏଟା କେବେ ହେଇଥିଲା ପିଲାମାନେ? 1954 ମସିହାରେ ସ୍ଥାପିତ ହେଇଥିଲା। ଏହାର ଦୁଇଟି ମୁଖ୍ୟ ପରମ୍ପରା ହେଉଛି ସଂକୀର୍ତ୍ତନ ଏବଂ ରାସ। ଏ ଯୋଉ ମଣିପୁରୀ ନୃତ୍ୟର ଦୁଇଟା ପରମ୍ପରା ରହୁଛି, କଣ ପିଲାମାନେ? ଏଟା ଗୋଟେ ହେଲା ସଂକୀର୍ତ୍ତନ, ଆଉ ଗୋଟେ ରାସ। ଯେ ମୁଖ୍ୟ ଆମର ବ୍ୟକ୍ତି ବିଶେଷ କିଏ କିଏ ଅଛନ୍ତି, ତାଙ୍କ ବିଷୟରେ ଟିକେ ଜାଣିବା। ଗୁରୁ ଅମୋବୀ ସିଂ, ଅତମ ସିଂ, ନାଲକୁମାର ସିଂ, ଚାରୁ ମାଥୁର, ଝାବେରୀ ଭଉଣୀ। ଝାବେରୀ ଭଉଣୀ ବୋଲେ ଏଇଟା ଚାରିଟା ପିଲାମାନେ ଝାବେରୀ ଭଉଣୀ। ଏଇ ଯୋଉ 6 ନମ୍ବରରୁ 9 ନମ୍ବର ଯାଏ ଅଛି, ଏଇଟା ସବୁ ଏଇ ଚାରି ଜଣ ହେଲେ ଝାବେରୀ ଭଉଣୀ।
ଦର୍ଶନା, ନୟନା, ସ୍ୱର୍ଣ୍ଣା ଏବଂ ରଞ୍ଜନା ଏଇ 4 ଜଣ ହେଲେ ଧାଉରୀ ସିଷ୍ଟର। ତାପରେ କଳାବତୀ, ସବିତା ମେହେତା, ଗୋପାଲ ସିଂ, ବିମ୍ବାବତୀ ଦେବୀ, ରାଜକୁମାର ସଙ୍ଗୀତ ସିଂ ଏମାନେ ସମସ୍ତେ କଣ ମଣିପୁର ସହିତ ରିଲେଟେଡ ପିଲା। ପିଲାମାନେ ଆମେ କଣ ଦେଖିବା ପାଇଁ ସତ୍ରିୟା। ସତ୍ରିୟା କୋଉଠି ଏ ସତ୍ରିୟାଟା ପିଲାମାନେ କୋଉଠିକାର ଆସାମର। ଆସାମ। ସତ୍ରିୟା ହଉଛି ଆସାମର। ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା 2000 ମସିହାରେ କାହା ଦ୍ଵାରା ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ଏହାକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପ୍ରଦାନ କରିଥିଲା। କୋଉଠିକାର ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପ୍ରଦାନ କରିଥିଲା। କେବେ 2000 ମସିହାରେ ପିଲାମାନେ ମନେ ରଖିଥାନ୍ତୁ। ପ୍ରତିଷ୍ଠାତା 15ଶ ଶତାବ୍ଦୀର ମହାପୁରୁଷ ଏହାର ପ୍ରତିଷ୍ଠାତା କିଏ ଥିଲେ ପିଲାମାନେ? ଶଙ୍କର ଦେବ ପିଲାମାନେ କେବେ 15ଶ ଶତାବ୍ଦୀରେ କି ଏହାକୁ ପ୍ରତିଷ୍ଠାନ କରିଥିଲେ? ଶଙ୍କର ଦେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଏଇଟା କଣ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଆଧାରିତ ସତ୍ରିୟା ନୃତ୍ୟ। ଲାସ୍ୟ ନାରୀ ସୁଲଭ ବା କମଳ ଲାସ୍ୟ ଏବଂ ତାଣ୍ଡବ ଉଭୟ ଶୈଳୀର ସମନ୍ୱୟ ଦେଖିବ। ଏଥିରେ କଣ ଲାସ୍ୟ ବି ଦେଖେ ଆଉ ତାଣ୍ଡବ ବି ଦେଖେ। ମାନେ କଣ ନାରୀ ସୁଲଭ ଆଉ ପୁରୁଷ ସୁଲଭ ଦିଟି ଯାକ ଏଠି ଦେଖିବାକୁ ମିଳେ। ନାରୀ ମାନେ ବି କରନ୍ତି ଆଉ ପୁରୁଷ ମାନେ ବି ଏ କରନ୍ତି। ପାରମ୍ପରିକ ଭାବେ ସତ୍ର ବା ବୈଷ୍ଣବ ମଠ ମାନଙ୍କରେ ଏଇଟା କଣ କରିବେ ଯୋଉ ବୈଷ୍ଣବ ମଠ ମାନେ ଯୋଉ ମଠାଧୀଶ ମାନେ ଥାନ୍ତି ମଠରେ ଯୋଉଠି ମଠ ଥାଏ ସେଇଠି କଣ କଣ ପରିବେଷଣ କରାଯାଏ। ଆଉ କିଛି ପିଲା ନା ଗୋଟେ ଗୀତ ବରଗୀତ ବୋଲି ବରଗୀତ କଣ ପିଲାମାନେ ଭକ୍ତି ସଙ୍ଗୀତ ଗୋଟେ ସେଇଟା ସେଇ ଗୀତ ସହିତକୁ ପରିବେଶିତ କରାଯାଇଥାଏ ପିଲାମାନେ। ସତ୍ୟ ସହିତ ରିଲେଟେଡ ଯୋଉ ଆମର ବ୍ୟକ୍ତି ବିଶେଷ ରହିଛନ୍ତି ତାଙ୍କ ବିଷୟରେ ଟିକେ ଜାଣିବେ ପିଲାମାନେ। ମହାପୁରୁଷ ଶଙ୍କର ଦେବ ଏହାକୁ ତ ଜାଣିଲେ ପିଲାମାନେ ଏମାନେ କଣ 2000 ଯୋଉ ଆମର ପ୍ରତିଷ୍ଠାତା ଅଛନ୍ତି କଣ ଏହାର ପ୍ରତିଷ୍ଠାନ କରୁଥିଲେ କିଏ ଶଙ୍କର ଦେବ ସତ୍ରିୟାର ପାରମ୍ପରିକ ପ୍ରତିଷ୍ଠାତା। ମାଧବ ଦେବ ଶଙ୍କର ଦେବଙ୍କ ମୁଖ୍ୟ ଶିଷ୍ୟ। ଯତୀନ ଗୋସ୍ୱାମୀ ମୋନିକା ସିଂ ଘନକାନ୍ତ ବେହେରା ଯତୀନ ଗୋସ୍ୱାମୀ ରାମକୃଷ୍ଣ ତାଲୁକଦାର ଭୂପେନ ହଜାରିକା ଆସାମୀ ସଂସ୍କୃତି ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ବ। ଭୂପେନ ହଜାରିକା ଏମାନେ କଣ ଥିଲେ ଆସାମ ସହିତ ଜଡିତ ଥିଲେ ପିଲାମାନେ। ଅନିଲ କୁମାର ଦାସ ଶାରଦୀ ସାଇକିଆ। ଛଉ ଆମେ କଣ ଦେଖିବା ପିଲାମାନେ ଛଉ ଦେଖିବା। ଛଉ କଣ ଥିଲା ପୂର୍ବ ଭାରତର ଏକ ଅର୍ଦ୍ଧ ଶାସ୍ତ୍ରୀୟ ନୃତ୍ୟ ଏଇଟା ଗୋଟେ ସେମି କ୍ଲାସିକାଲ ଡ୍ୟାନ୍ସ ପିଲାମାନେ କୋଉଟା ଛଉଟା। ସଂସ୍କୃତି ମନ୍ତ୍ରଣାଳୟ ଛଉକୁ ଭାରତର ନବମ ଶାସ୍ତ୍ରୀୟ ନୃତ୍ୟ ଭାବରେ ସ୍ୱୀକୃତି ଦେଇଛି। 2010 ମସିହାରେ ଛଉକୁ ୟୁନେସ୍କୋର ଅମୃତ ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରୁଛି। ମାନେ କଣ ପିଲାମାନେ ଏଇଟା ଯୋଉ ୟୁନେସ୍କୋରେ 2010 ମସିହାରେ ଛଉକୁ କଣ କଲା ୟୁନେସ୍କୋରେ ଅନ୍ତର୍ଭୁକ୍ତ କରାଗଲା। ତିନୋଟି ସ୍ୱତନ୍ତ୍ର ଆଞ୍ଚଳିକ ଶୈଳୀ ଦେଖୁଛନ୍ତି ଏଇ ଯୋଉ ଛଉ ଅଛି ଛଉର ତିନିଟା ଷ୍ଟାଇଲ ଅଛି କୋଉଠି ଗୋଟେ ସରାଇକେଲାରେ ଅଛି ଝାଡଖଣ୍ଡ ସରାଇକେଲା ଛଉ କୋଉଠି ଅଛି ଝାଡଖଣ୍ଡରେ ହଉଛି। ପୁରୁଲିଆ ଛଉ କୋଉଠି ହଉଛି ପଶ୍ଚିମବଙ୍ଗରେ। ମୟୂରଭଞ୍ଜ ଛଉ କୋଉଠି ଓଡିଶାରେ ଏଇଟା ମନେ ରଖିଥିବ ପିଲାମାନେ ସରାଇକେଲା ଛଉ କୋଉଠି ଝାଡଖଣ୍ଡରେ ପୁରୁଲିଆ ଛଉ ପଶ୍ଚିମବଙ୍ଗର ମୟୂରଭଞ୍ଜ ପିଲାମାନେ ଆମର ଓଡିଶାରେ ଅଛି ତମେ ସମସ୍ତେ ଜାଣିଥିବ। ଏବେ ପିଲାମାନେ ଆମ କଣ ଭାରତ ଶାସ୍ତ୍ରୀୟ ଆମର ଯୋଉ ଶାସ୍ତ୍ରୀୟ ଭାଷା ଆସୁଛି ସେ ଭାଷା ଗୁଡିକ କଣ ଆମେ ସେଇ ସବୁ ଜାଣିବା। ପ୍ରଥମେ ହଉଛି ତାମିଲ ସଂସ୍କୃତ ତେଲୁଗୁ କନ୍ନଡ଼ ମାଲାୟାଲମ ଓଡିଆ ମରାଠୀ ପାଲି ପ୍ରାକୃତ ଆସାମୀ ବଙ୍ଗଳା। ପିଲାମାନେ ଏଇ ଯୋଉ ତାମିଲ ହଉଛି ଏଇଟା 2004 ଏଡ୍ ହେଇଥିଲା ଶାସ୍ତ୍ରୀୟ ଭାଷା ହିସାବରେ। ସଂସ୍କୃତକୁ 2005 में ତେଲୁଗୁକୁ 2008ରେ କନ୍ନଡ଼ 2008ରେ ମାଲାୟାଲମ 2013 2014ରେ ପିଲାମାନେ ଆମର ଓଡିଆକୁ 2014ରେ ଆମର ଓଡିଆକୁ ଆଉ 24ରେ ମରାଠୀ ପାଲି 24ରେ ପ୍ରାକୃତିକ 24ରେ ପ୍ରାକୃତ 24 ଆସାମୀ 24 ଆଉ ବଙ୍ଗଲା 24 ସବୁ 24 ପିଲାମାନେ ଏଇ ଯୋଉ ମୁଁ ଭିଡିଓ ଟା ଛାଡୁଛି ଏଇ ଯୋଉ ଷ୍ଟଡି ଭିଡିଓ MTS ପାଇଁ MTS ପାଇଁ ମୋର ଟିକେ ଭଏସ ଭଲ ହଉନି ପିଲାମାନେ ମୋର ଟିକେ ଭଲ ଭଏସ ଭଲ ରହୁନି ଧୀରେ ଧୀରେ ତାକୁ ବି ସୁଧାରି ଦେବା।
କିନ୍ତୁ ଯୋଉମାନେ ବି ସିରିୟସ୍ ହେଇକି ପ୍ରିପାରେସନ୍ କରୁଛ, ସେମାନେ ଏ ଭିଡିଓରୁ ବହୁତ ଲାଭ ପାଇବ। ଯୋଉମାନେ ବି କରୁଛ ଚ୍ୟାନେଲକୁ ସବସ୍କ୍ରାଇବ କର।